ନା ଅଣ୍ଡାଟା ଗୋଳେଇଦେଲୁ ବାବା। ଦେଖଉନା ଏଠି। ହଁ ଦେଖଉଛି। ଏବେ ତ ଅଣ୍ଡା ଗୁଡ଼ା ସରିଗଲା, ଟିକେ ଲୁଣ ପକା। ହଉ ଲୁଣ ଦେଇଦେବା। ଭଲକି ଗୋଳେଇ ଦେ। ହଁ। ପ୍ରଥମେ ପ୍ୟାନରେ କିଛି ତେଲ ଦେଇଦେବା। ଏବେ ଆମେ ପିଆଜ ଦେଇଦେବା। ଆମେ କିଛି ଗ୍ରୀନ୍ ମଟର ଦେବା। ଏବେ ଆମେ କଞ୍ଚା ଲଙ୍କା ଦେବା। ଏବେ ଆମେ କିଛି ଟମାଟୋ ଦେଇଦେବା। ଏବେ ଆମେ ତାକୁ ଟିକେ ଭଲସେ କଷିବା। ଟମାଟୋ, ଗ୍ରୀନ୍ ମଟର, ପିଆଜ, କଞ୍ଚା ଲଙ୍କାକୁ ଟିକେ ଭଲସେ କଷିବା। ଏବେ ଆମେ କିଛି ଲୁଣ ଦେଇଦେବା। କାରଣ ଆମେ ଲୁଣ ଟିକେ ଦେଇଦେଲେ ଟମାଟୋଟା ଭଲସେ ସିଝିବ। ଏବେ ଆମେ ଧନିଆ ପାଉଡର ଦେବା। ଲଙ୍କା ଗୁଣ୍ଡ ବି ଦେବା। ଏବେ ଆମେ କିଛି ହଳଦୀ ପାଉଡର ଦେଇଦେବା। ଟିକେ ଗରମ ମସଲା ଦେବା। ଏବେ ତ ଗ୍ରୀନ୍ ମଟର ସହିତ ସବୁ ପରିବା ମିଶି ଯାଇଛି। ଏବେ ଅଣ୍ଡା ଦେଇକି ଆମେ ଭୁଜି କରିବା। ମୁଁ ଅଣ୍ଡା ଏବେ ସବୁ ଢାଳି ଦେଉଛି। ଏଇଟା ଚାରିଆଡ଼େ ଖେଳି ହେବା ଦରକାର। ଏଇଟା ଚାରିଆଡ଼େ ଖେଳେଇ ହେବା ଦରକାର। ଏବେ ଭଲସେ ତାକୁ ପୁରା ଗୋଳେଇବା। ଆସନ୍ତୁ ଆମେ ଏବେ ଭୁଜିକୁ ଏମିତି ଗୋଳେଇବା। ଅଣ୍ଡାଟି ମସଲା ସହିତ ମିକ୍ସ ହବାରେ ଲାଗିଛି। ଆସ୍ତେ ଆସ୍ତେ ଆମ ଅଣ୍ଡା ଭୁଜିଟା ପ୍ରସ୍ତୁତ ସରି ଆସୁଛି। ଟିକେ ଚିକେନ ମସଲା ବି ଦେଇଦେବା। ଦେଖନ୍ତୁ ଅଣ୍ଡା ଭୁଜି ଆମର କେତେ ସୁନ୍ଦର ହେଇଗଲାଣି। ଏବେ ଆମେ କିଛି ଧନିଆ ପତ୍ର ତା ଦେହରେ ଦେବା। କିଛି ଧନିଆ ପତ୍ର ଦେଇଦେବା। ଆସ୍ତେ ଆସ୍ତେ ମିକ୍ସ କରିଦେବୁ। ଏବେ ତ ଅଣ୍ଡା ଭୁଜିଆ ପ୍ରସ୍ତୁତ କରିଦେଲା। ପ୍ରସ୍ତୁତ। ଆପଣଙ୍କୁ ଯଦି ମୋର ରେସିପିଟି ଭଲ ଲାଗିଥାଏ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଥ୍ୟାଙ୍କ୍ସ ଫର୍ ୱାଚିଂ।